ଆପଣ ଜାଣନ୍ତି କି ପଦ୍ମ ପତ୍ରକୁ ଗ୍ରହଣ କଲେ କ'ଣ ହୁଏ? ପଦ୍ମ ପତ୍ରକୁ ଗ୍ରହଣ କଲେ ଉନ୍ମାଦ ରୋଗ ଭଲ ହୋଇଥାଏ। ପୁରୁଷମାନଙ୍କ ପାଇଁ ବି ଅବର୍ଥ୍ୟ ଔଷଧ ହୋଇଥାଏ। ତାହା ସହିତ ମଧ୍ୟ ନାରୀମାନଙ୍କର ଯାବତୀୟ ରୋଗକୁ ଭଲ କରିଥାଏ, ଯେମିତି ଶ୍ୱେତପ୍ରଦର ରକ୍ତପ୍ରଦର ରୋଗକୁ ଭଲ କରିଥାଏ। ତେବେ ଆପଣମାନେ ସମସ୍ତେ ଜାଣନ୍ତି ପଦ୍ମ ପତ୍ରକୁ ଶାସ୍ତ୍ରରେ ଗୋଟିଏ ସ୍ୱତନ୍ତ୍ର ମାନ୍ୟତା ଦିଆଯାଇଛି। ଯେଉଁମାନେ ଅବିବାହିତ ଥାଆନ୍ତି ସେମାନେ ହିଁ ପଦ୍ମପତ୍ରରେ ଖାଦ୍ୟ ଗ୍ରହଣ କରିବା ଉଚିତ ବୋଲି କୁହାଯାଇଥାଏ। ଯେଉଁମାନଙ୍କର ସଂଯମତା ଗୁଣକୁ ବଢ଼ାଇବା ପାଇଁ ତେଣୁକରି ସେମାନେ ପଦ୍ମପତ୍ରରେ ଖାଦ୍ୟ ଗ୍ରହଣ କରିଥାନ୍ତି। ତେଣୁକରି ଆପଣ ପଦ୍ମକୁ ଯେମିତି ଆମେ ପଦ୍ମକୁ ଜାତୀୟ ଫୁଲ ବୋଲି ମାନ୍ୟତା ଦେଇଛେ, ସେମିତି ତା ପତ୍ର ମଧ୍ୟ ସବୁଠାରୁ ଉପାଦେୟ ହୋଇଥାଏ, ଔଷଧଯୁକ୍ତ ହୋଇଥାଏ। ବହୁତ ଗୁଡ଼ିଏ ଔଷଧୀୟରେ ବ୍ୟବହାର କରାଯାଏ। ଆୟୁର୍ବେଦ ଶାସ୍ତ୍ରମାନଙ୍କରେ ପଦ୍ମପତ୍ରର ବହୁଳ ବ୍ୟବହାର ଦେଖାଯାଇଛି। ଆଉ ଗୋଟିଏ ହେଲା ପଦ୍ମର ନାଡ଼, ପଦ୍ମର ଯେଉଁ ପୁଷ୍କଳ ବୋଲି କହୁଛେ ଯେଉଁଟାକ, ତାକୁ ମଧ୍ୟ ଗ୍ରହଣ କଲେ କୁହାଯାଇଥାଏ ଗର୍ଭାବସ୍ଥା ସମୟରେ ଯଦି ପ୍ରତ୍ୟେକ ଦିନ ନାରୀ ଗୋଟିଏ ଗୋଟିଏ ପଦ୍ମ ମଞ୍ଜିକୁ ଗ୍ରହଣ କରିଥାଏ, ମାନେ ତାକୁ ତା'ର ପଦ୍ମ ମଞ୍ଜିର ମଧ୍ୟଭାଗରେ ଥିବା ଯେଉଁ ବାଦାମ ଭଳି ଜିନିଷକୁ ଯଦି ଗ୍ରହଣ କରିଥାଏ, ତାହେଲେ କୁହାଯାଏ ସେ ଯେଉଁ ସନ୍ତାନ ଜନ୍ମ କରିଥାଏ ସେ ଚିର ସୁଖୀ ହୋଇଥାଏ ଏବଂ ଉତ୍ତମ ବୁଦ୍ଧିଯୁକ୍ତ ହୋଇଥାଏ। ତେଣୁକରି ବୁଦ୍ଧିମାନ ସନ୍ତାନ ପାଇଁ ମଧ୍ୟ ପଦ୍ମ ମଞ୍ଜିକୁ ପ୍ରତ୍ୟେକ ଦିନ ସେବନ କରିବା ଆବଶ୍ୟକ ହୋଇଥାଏ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।